ଠାରୁ ପ୍ରାପ୍ତ ଯେଉଁ ଶିକ୍ଷା ତୁମମାନଙ୍କୁ ପ୍ରଦାନ କରିଅଛି ତାହା ଏହି ଶତ୍ରୁ ହସ୍ତରେ ସମର୍ପିତ ହେବା ରାତିରେ ପ୍ରଭୁ ଯୀଶୁ ରୋଟି ଘେନି ଧନ୍ୟବାଦ ଦେଇ ତାହା ଭାଙ୍ଗି କହିଲେ, ଏହା ତୁମମାନଙ୍କ ନିମନ୍ତେ ମୋର ଶରୀର, ମତେ ସ୍ମରଣ କରିବା ନିମନ୍ତେ ଏହା କର। ସେହିପରି ଭୋଜନୋତ୍ତାରେ ସେ ପାନପାତ୍ର ମଧ୍ୟ ଘେନି କହିଲେ, ଏହି ପାନପାତ୍ର ମୋର ରକ୍ତରେ ସ୍ଥାପିତ ନୂତନ ନିୟମ। ତୁମେମାନେ ଯେତେ ଥର ଏଥିରୁ ପାନ କର ସେତେ ଥର ମତେ ସ୍ମରଣ କରିବା ନିମନ୍ତେ ଏହା କର। କାରଣ ଯେତେ ଥର ତୁମେମାନେ ଏହି ରୋଟି ଭୋଜନ କର ଓ ଏହି ପାନପାତ୍ରରୁ ପାନ କର ସେତେ ଥର ତୁମେମାନେ ପ୍ରଭୁଙ୍କର ଆଗମନ ପର୍ଯ୍ୟନ୍ତ ତାହାଙ୍କର ମୃତ୍ୟୁ ପ୍ରଚାର କରୁଅଛ। ଅତଏବ ଯେ କେହି ଅଯୋଗ୍ୟ ଭାବରେ ପ୍ରଭୁଙ୍କର ଏହି ରୋଟି ଭୋଜନ କରେ କିମ୍ବା ଏହି ପାତ୍ରରୁ ପାନ କରେ ସେ ପ୍ରଭୁଙ୍କ ଶରୀର ଓ ରକ୍ତର ଦାୟୀ ହେବ। କିନ୍ତୁ ମନୁଷ୍ୟ ଆପଣାକୁ ପରୀକ୍ଷା କରୁ ଆଉ ସେହିପରି ଭାବେ ଏହି ରୋଟି ଭୋଜନ କରୁ ଆଉ ଏହି ପାନ ପାତ୍ରରୁ ପାନ କରୁ। କାରଣ ଯେ ପ୍ରଭୁଙ୍କ ଶରୀରକୁ ବିଶେଷ ନ ମଣି ଭୋଜନ କରେ ଓ ପାନ କରେ ସେ ଆପଣା ଦଣ୍ଡ ନିମନ୍ତେ ଭୋଜନ କରେ ଓ ପାନ କରେ। ଏ ହେତୁ ତୁମମାନଙ୍କ ମଧ୍ୟରେ ଅନେକ ଦୁର୍ବଳ, ପୀଡ଼ିତ, ପୁଣି ଅନେକ ମହାନିଦ୍ରା ପ୍ରାପ୍ତ ଅଟନ୍ତି। କିନ୍ତୁ ଯଦି ତୁମେମାନେ ଆପଣା ଆପଣାର ବିଚାର କରନ୍ତୁ ତେବେ ବିଚାରିତ ହେଇନଥାନ୍ତୁ। ମାନେ ପ୍ରଭୁ ଯଦି ଅଂଶଗ୍ରହଣ କରିବା ପାଇଁ ଲେଖାଯାଇଛି। ଆମ ସାମ୍ନାରେ ରୋଟି ଏବଂ ଦ୍ରାକ୍ଷାରସ ଏଠି ରଖାଯାଇଛି। ଏଇଟା କଣ ବୋଲି ଆପଣମାନେ ସମସ୍ତେ ଜାଣିଛନ୍ତି। ଆମମାନେ ଏଥିରେ ଅଂଶଗ୍ରହଣ କରିବା ପାଇଁ ଯାଉଛୁ। କାରଣ ମୁଁ ପ୍ରଭୁଙ୍କର ସେବା ଯେତେବେଳେ କରିବେ ଏହା ଗୋଟେ ପାରମ୍ପରିକ ଭାବରେ କରିବା ଗୋଟେ ବିଷୟ ମାତ୍ର ନୁହେଁ, ଏହାର ଶିକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ। କେବଳ ରୁଟି ଟିକେ ଖାଇବା, ଭାତ ଟିକେ ପିଇକି ଶୀଘ୍ର ଫାଷ୍ଟ ଫୁଡରେ ଆମେ ଜଳଖିଆ ଖାଇକି ଯିବା ଭଳି କରିବା ଗୋଟେ କାମ ନୁହେଁ। ଏହା କରିବାର ଗୋଟେ ଉଦ୍ଦେଶ୍ୟ ଅଟେ। ପ୍ରଭୁ ଯୋଉ ହଉଛି ଜଣେ ବିଶ୍ୱାସୀକୁ ନିମନ୍ତେ ତାଙ୍କର ଜୀବନକୁ ଈଶ୍ୱରଙ୍କ ସାମ୍ନାରେ ପୁନଃସମର୍ପଣ କରିବାର ଗୋଟେ ସୁଯୋଗ ପ୍ରଦାନ କରିବା ସମୟ। This is one more opportunity to make a new commitment. ନୂଆ ସମର୍ପଣ କରିବାର ସମୟ ସ୍ୱରୂପ ଆମେ ଏ ବିଷୟକୁ ଆମେ ଦେଖିବାକୁ ପାଉଛୁ। କାରଣ ଏଠି ଆପଣ ଜାଣୁଛୁ ରୋଟି, ଆପଣ ଜାଣୁଛୁ ନାଇଁ, ସମସ୍ତେ ଜାଣୁଛୁ ରୋଟି ମାନେ କଣ? ସେଟା ଯୀଶୁଙ୍କର ଶରୀରକୁ ବୁଝାଉଛି। ଇଏ ଦ୍ରାକ୍ଷାରସ ରକ୍ତକୁ ବୁଝାଉଛି। ମାନେ ଜଣେ ମନୁଷ୍ୟ ତାଙ୍କର ଶରୀର ସମ୍ପୂର୍ଣ୍ଣ ଭାବରେ କାଲବରୀରେ ଆମ ନିମନ୍ତେ ସମର୍ପଣ କରିଥିବା ବିଷୟକୁ ସ୍ମରଣ କରି ଏ କାର୍ଯ୍ୟ ଆମେ କରୁଛୁ। ସେ ବ୍ୟକ୍ତି କିଏ ଆପଣମାନେ ଜାଣିଛନ୍ତି। ସେ ବ୍ୟକ୍ତି ହେଉଛନ୍ତି ଆମମାନଙ୍କର ପ୍ରାଣଦାତା ପ୍ରଭୁ ଯୀଶୁ। କାହିଁକି ଆମେ ସ୍ମରଣ କରିବାର ଅଛି? ଆମମାନଙ୍କର ସମସ୍ତଙ୍କର ଅପରାଧ ନିମନ୍ତେ ସେ କଣ କଲେ? ମୃତ୍ୟୁବରଣ କଲେ ବୋଲି ଲେଖାଯାଇଛି। ସେ ଆମମାନଙ୍କ ନିମନ୍ତେ ଅଭିଶାପ୍ତ ହେଲେ, ଆମମାନଙ୍କ ନିମନ୍ତେ କର୍ଣ୍ଣ ପ୍ରବଳିତ ହେଲେ, ଆମମାନଙ୍କ ନିମନ୍ତେ ଦୁଃଖ ସହନ କଲେ। ତେଣୁକରି ଜଣେ ଖ୍ରୀଷ୍ଟ ବିଶ୍ୱାସୀଙ୍କର ଦାୟିତ୍ୱ ରହୁଛି ଏଥିରେ ଅଂଶଗ୍ରହଣ କରିବା ପାଇଁ କୁହାଯାଇଛି।